ଏଠି କିପରି ଭାବରେ ନୂଆ ଦଳକୁ ଲୋକ ଗ୍ରହଣ କରୁଛନ୍ତି, କିପରି ଭାବରେ ଯୁବକ ମାନେ ମା ମାନେ ଆକୃଷ୍ଟ ହଉଛନ୍ତି ଦେଖିବା ପାଇଁ। ତ ମୁଁ ଅନୁଭବ କଲି ଏଠି ଏକ ଭ୍ୟାକ୍ୟୁମ୍ ହେଇଯାଇଛି ଏବଂ ତାର ପୂରଣ କରିବା ପାଇଁ ନିଶ୍ଚିତ ରୂପେ ଓଡ଼ିଶା ଜନତା କଂଗ୍ରେସ କାର୍ଯ୍ୟ କରିବ, ଲୋକଙ୍କ ସମସ୍ୟା ସହିତ ରହିବ, ଲୋକଙ୍କ ସହିତ ରହିବ। ସ୍ୱାଭାବିକ ଜାଗାରେ ଆଞ୍ଚଳିକ ଦଳ ଦ୍ୱାରା ରାଜ୍ୟ ଶାସିତ ହେଉଛି। ଓଡ଼ିଶାରେ ଗତ 24 ବର୍ଷ ଧରି ଗୋଟେ ଆଞ୍ଚଳିକ ଦଳ ଓଡ଼ିଶା ଶାସନ କରୁଥିଲେ। ତା ପୂର୍ବରୁ ପୁଣି ଯଦି ଆମେ ଚାଲିଯିବା ଉତ୍କଳ କଂଗ୍ରେସ, ଜନ କଂଗ୍ରେସ ସେମାନେ ମଧ୍ୟ କିଛି କ୍ଷଣ ପାଇଁ ଓଡ଼ିଶାରେ ରାଜନୀତି କରିଥିଲେ, ଶାସନ କରିଥିଲେ, ସରକାରକୁ ଆସିଥିଲେ। ତେଣୁ କୋଉଠି ନା କୋଉଠି ଭୂମିକା ଅଛି ଏବଂ ଗଣତନ୍ତ୍ର ପଦ୍ଧତିରେ ଆପଣ ଦେଖନ୍ତୁ ଯାହା ଦେଖିଲା ବର୍ତ୍ତମାନ ୱେଷ୍ଟବେଙ୍ଗଲ ମମତା ବାନାର୍ଜୀ ଲୋକ ପରିବର୍ତ୍ତନ କରିବା ପାଇଁ ଚାହୁଁଥିଲେ ମଧ୍ୟ ଗୋଟେ ସେଠି ଅଲ୍ଟରନେଟିଭ ନଥିଲା, ନା ସେଠି କଂଗ୍ରେସ ଅଛି ନା ଲେଫ୍ଟ ପାର୍ଟି ଅଛି। ତେଣୁ ଗତ ଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଯାଇକି ନିଜ ପରାକାଷ୍ଠା ଦେଖାଇଲା ପରେ ଏଥର ଲୋକ ତାକୁ ଗ୍ରହଣ କରିଛନ୍ତି, ନିଜେ ମମତା ବାନାର୍ଜୀ ହାରିଛନ୍ତି। ତେଣୁ ଗଣତନ୍ତ୍ର ରାଷ୍ଟ୍ରରେ ଯୋଉ ପଦ୍ଧତି ଅଛି, ସମ୍ବିଧାନ ଯୋଉ ଅଧିକାର ଦେଇଛି 5 ବର୍ଷ ଥରେ ନିର୍ବାଚନ ହଉଛି, ତେଣୁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ସରକାର ବସିବା ଠିକ ହବ ନାହିଁ, ଅନୁମାନ ହେଇଯାଏ। ପରିବର୍ତ୍ତନ ଆବଶ୍ୟକତା ଅଛି। ଆମେ ଓଡ଼ିଶାରେ ଓଡ଼ିଶା ଜନତା କଂଗ୍ରେସ ସୃଷ୍ଟି କରିଛୁ, ଆରମ୍ଭ କରିଛୁ। ଯେହେତୁ ବିଜୁ ଜନତା ଦଳ ନିର୍ବାଚନରେ ପରାଜୟ ହେଲା ପରେ ପରେ ନୂଆପଡ଼ା ନିର୍ବାଚନ ଏବଂ ରାଜ୍ୟସଭା ନିର୍ବାଚନରେ ପରାଜୟ ହେଲା ପରେ କୋଉଠି ନା କୋଉଠି ଦଳ ତଳକୁ ତଳକୁ ଯାଉଛି ଏବଂ କଂଗ୍ରେସ ଦଳ କଥା ନ କହିଲେ ସରିଲା। କଂଗ୍ରେସ ଦଳ ଆଉ ଭାରତ ବର୍ଷର ଯୋଉ ମାନଚିତ୍ର ଭିତରେ ଦେଖିବେ ଆପଣ ୱେଷ୍ଟବେଙ୍ଗଲ ନିର୍ବାଚନରେ କେବଳ 2ଟି ସିଟ୍ ପାଇଲେ, ତାମିଲନାଡୁରେ କେବଳ 5ଟି ସିଟ୍ ପାଇଲେ ଏବଂ ପୁଣ୍ଡିଚେରୀରେ ମଧ୍ୟ ସେ ଅଳ୍ପ ସଂଖ୍ୟାରେ ତାଙ୍କ ଲୋକ ଜିତିଲେ। ତ ଆସାମର ମଧ୍ୟ ସେମାନେ ସେତେ ପରାକାଷ୍ଠା ଦେଖି ପାରିଲେନି, ପରାଜିତ ହେଲେ। ଓଡ଼ିଶାରେ ମଧ୍ୟ କଂଗ୍ରେସ ପରିପ୍ରେକ୍ଷୀରେ କିଛି କାର୍ଯ୍ୟକ୍ରମ ନାହିଁ। ଯୋଉମାନେ ଦଳକୁ ନେତୃତ୍ୱ ଦଉଛନ୍ତି ସେମାନେ କେବଳ ନିଜସ୍ୱ ଏଜେଣ୍ଡାରେ ଅଛନ୍ତି। ଦଳ ହଉ କି ନ ହଉ ସେ ଚିନ୍ତାଧାରାରେ ନାହାନ୍ତି। ଯୋଉଠି ଖଣି ଖାଦାନ ଅଛି, 2 ପଇସା ରୋଜଗାର ହେଇପାରିବ, ସେଇ ଜାଗାରେ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ ହଉଛି ଏବଂ ସେଇଠି ଶେଷ ହଉଛି। ତେଣୁ କଂଗ୍ରେସ ବିଷୟରେ ଆଲୋଚନା ନ କରିବା ଭଲ ହବ। ଆମେ ବସିଛୁ ମଧ୍ୟ ଯୋଉ ଜିଲ୍ଲାରେ ଗତକାଲି ଏଠି ଭବାନୀପାଟଣାରେ ଏକ ବିରାଟ କାର୍ଯ୍ୟକ୍ରମ ଆମର ହେଇଥିଲା ଓଡ଼ିଶା ଜନତା କଂଗ୍ରେସ। ଆପଣମାନେ ଦେଖିଥିବେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏବଂ ବିଜୁ ଜନତା ଦଳ କର୍ମୀ ଆସି ଯୋଗଦାନ କରିଥିଲେ ସେ ଅଞ୍ଚଳରେ। ବିରାଟ ସମାବେଶ ହେଇଥିଲା। କୋଉଠି ନା କୋଉଠି ସୂଚାଇ ଦଉଛି ଯେ ୱେଷ୍ଟର୍ଣ୍ଣ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଗଭର୍ଣ୍ଣାନ୍ସ ଦେଇପାରୁନାହିଁ ଏବଂ ବିରୋଧୀ ଦଳରେ ଥିବା ବିଜୁ ଜନତା ଦଳ ଏବଂ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛନ୍ତି। ଲୋକ ଏକ ଅଲ୍ଟରନେଟିଭ ଖୋଜୁଛନ୍ତି, ନୂଆ ଯୁବକ ନୂଆ ସମ୍ଭାବନା ପାଇଁ ନୂଆ ଦଳ ଭିତରେ ଆକୃଷ୍ଟ ହଉଛନ୍ତି ଏବଂ ସେ ପରିପ୍ରେକ୍ଷୀରେ ଓଡ଼ିଶା ଜନତା କଂଗ୍ରେସ ଗତକାଲି ଭବାନୀପାଟଣାରେ ସମାବେଶ କରିଥିଲେ। ଆଜି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ବଢିଆ ସମାବେଶ ହେଇଥିଲା, ବହୁତ ସଂଖ୍ୟାରେ ଲୋକ ଯୋଗଦାନ କରିଥିଲେ। ମୁଁ ୱେଷ୍ଟର୍ଣ୍ଣ ଓଡ଼ିଶା ଗସ୍ତ କରିବା ମତଲବ ରହିଥିଲା ଯେ ଏଠି କିପରି ଭାବରେ ନୂଆ ଦଳକୁ ଲୋକ ଗ୍ରହଣ କରୁଛନ୍ତି, କିପରି ଭାବରେ ଯୁବକ ମାନେ ମା ମାନେ ଆକୃଷ୍ଟ ହଉଛନ୍ତି ଦେଖିବା ପାଇଁ। ତ ମୁଁ ଅନୁଭବ କଲି ଏଠି ଏକ ଭ୍ୟାକ୍ୟୁମ୍ ହେଇଯାଇଛି ଏବଂ ତାର ପୂରଣ କରିବା ପାଇଁ ନିଶ୍ଚିତ ରୂପେ ଓଡ଼ିଶା ଜନତା କଂଗ୍ରେସ କାର୍ଯ୍ୟ କରିବ, ଲୋକଙ୍କ ସମସ୍ୟା ସହିତ ରହିବ, ଲୋକଙ୍କ ସହିତ ରହିବ।